ଆପଣଙ୍କ ଘରେ ବି ଏମିତି ହୁଏ କି ଯେ ପୋଇପତ୍ର ନାଁ ଶୁଣିଲେ ନାକ ଆଗକୁ ରାଗ ଚାଲି ଆସୁଥିବ? କିନ୍ତୁ ଏହି ରେସିପିକୁ ଥରୁଟିଏ ଖାଇସାରିବା ପରେ ପୋଇପତ୍ରର ନାଁ ଆଉ ପାଟିରୁ ଛାଡ଼ିବେନି। ଆଜ୍ଞା ହଁ, ମୁଁ ଠିକ୍ କହୁଛି। ଆପଣ ଥରୁଟିଏ ଘରେ ବନେଇକି ଦେଖନ୍ତୁ, ଆପଣ ବି ଏହାର ଫ୍ୟାନ୍ ହେଇଯିବେ। ଆଉ କେବେ ବି ପୋଇପତ୍ରକୁ ରାଗ ଆସିବନି କି ଚିଡ଼ଚିଡ଼ା ବି ଲାଗିବନି। ହେଲୋ ସାଙ୍ଗମାନେ, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ବ୍ଲଗ୍। ମୁଁ ରିଙ୍କି, ବିଶ୍ୱଜିତ ରିଙ୍କି ଫ୍ୟାମିଲି ବ୍ଲଗ୍କୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଆଜି ଗୋଟେ ବହୁତ ଦିନ ପରେ ମୁଁ ବ୍ଲଗ୍ ନେଇକି ଆସିଛି। ତ ଆପଣମାନେ ତ ଥମ୍ବନେଲ୍ ଦେଖିକି ଅଲରେଡ଼ି ଜାଣିସାରିଥିବେ କି ମାନେ ଭିଡ଼ିଓଟା କ'ଣ ଅଛି। ତ ଚାଲନ୍ତୁ ଭିଡ଼ିଓକୁ ଲେଟ୍ କରିବାନି, ଆଉ ଜଲ୍ଦି ଷ୍ଟାର୍ଟ କରିବା। ତ ପ୍ଲିଜ୍ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ। ବହୁତ ଦିନ ପରେ ଭିଡ଼ିଓ ଆଣିଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଆପଣମାନେ ବି ବହୁତ ବ୍ୟସ୍ତ ହେଉଥିବେ ତ ସ୍କିପ୍ କରିବେନି ପ୍ଲିଜ୍। ଭିଡ଼ିଓକୁ ଫୁଲ୍ ୱାଚ୍ କରିବେ, ସ୍କିପ୍ କରିବେନି। ତ ସେଥିପାଇଁ ମୁଁ ଭିଡ଼ିଓକୁ ଆଉ ବେଶୀ ଲଙ୍ଗ୍ କରିବିନି। ତ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓକୁ। ତା ପାଇଁ କ'ଣ କ'ଣ ଦରକାର ସବୁ ଆପଣମାନଙ୍କ ସହିତ ସବୁ କିଛି ଗୋଟି ଗୋଟି କରିକି ସବୁ ସେୟାର କରିବି। ତ ଚାଲନ୍ତୁ ଷ୍ଟାର୍ଟ। ଏହି ରେସିପି ପାଇଁ ପ୍ରଥମେ ତା'ର ମେନ୍ ଜିନିଷ ଆମକୁ ଦରକାର, ସେ ହେଉଛି ପୋଇପତ୍ର। ତ ଦେଖିପାରୁଥିବେ ଏଠି ମୁଁ କିଛି ପୋଇପତ୍ର ନେଇଛି। ପୋଇପତ୍ର କେତେ ଫ୍ରେଶ୍ ଅଛି ଆପଣମାନେ ଦେଖିପାରୁଥିବେ। ପତ୍ର ଗୁଡ଼ିକ ବହୁତ ସୁନ୍ଦର ଦେଖାଯାଉଛି। ମୁଁ ଏଠି ପତ୍ର ଗୁଡ଼ିକୁ ଭଲ ଭାବରେ ଧୋଇ ନେଇଛି। ଆପଣଙ୍କ ଘରେ ସମସ୍ତଙ୍କ ଘରେ ପ୍ରାୟତଃ ପୋଇପତ୍ର ଥିବ। ତ ଏହି ରେସିପି ବନେଇବା ପାଇଁ ଆପଣଙ୍କୁ କିଛି ବି ଅସୁବିଧା ହେବ ନାହିଁ। ତ ଏବେ ପୋଇପତ୍ରକୁ ଗୋଟେ ସାଇଡ଼୍ କରିଦେବା। ଦେଖିପାରୁଥିବେ ମୁଁ ଏଠାରେ କିଛି ଆଳୁକୁ ଭଲ ଭାବରେ ଧୋଇ ନେଇଛି। ଆପଣମାନେ ଚାହିଁଲେ ତାକୁ ବିନା ଚୋପାରେ ବା ଚୋପା ଛଡ଼େଇକି ଆପଣମାନେ ତାକୁ ୟୁଜ୍ କରିପାରିବେ। ତ ମୁଁ ଆଳୁକୁ ଏଇ ସେପ୍ରେ କାଟି ନେଇଛି। ଆପଣମାନେ ଚାହିଁଲେ ଆପଣଙ୍କ ହିସାବରେ ଯେଉଁ ସେପ୍ରେ କାଟିପାରିବେ। ତ ଚାଲନ୍ତୁ ଏବେ ଆଳୁକୁ ସିଝିବା ପାଇଁ ଛାଡ଼ିଦେବା। ତ ଦେଖନ୍ତୁ ଏଠାରେ ମୁଁ କିଛି ଅରୁଆ ଚାଉଳକୁ 2 ଘଣ୍ଟା ପୂର୍ବରୁ ବତୁରେଇ ଛାଡ଼ି ଦେଇଥିଲି। ଦେଖିପାରୁଥିବେ ଚାଉଳଟି ଭଲ ଭାବରେ ପୁରା ବତୁରି ହେଇଯାଇଛି। ଆପଣମାନେ ବି ଏହି ରେସିପିକୁ ବନେଇବା ପୂର୍ବରୁ 2 ଘଣ୍ଟା ପୂର୍ବରୁ ଚାଉଳକୁ ଭଲ ଭାବରେ ବତୁରେଇ ଦେବେ। ଦେଖିପାରୁଥିବେ ମୁଁ ଏଠି ଆଙ୍ଗୁଳିରେ ଏମିତି କରିକି ଦେଖୁଛି। ଦେଖନ୍ତୁ ଭଲ ଭାବରେ ଚାଉଳ ବତୁରି ଯାଇଛି। ତ ଏବେ ଚାଲନ୍ତୁ ଗୋଟେ ମିକ୍ସି ଜାର୍ରେ ମୁଁ ନେଇ ନେଉଛି ଏଇ ଚାଉଳ ସବୁକୁ। ମୁଁ ଏଠି ଘରେ ଥିବା ଅରୁଆ ଚାଉଳକୁ ୟୁଜ୍ କରୁଛି। ଆପଣମାନେ ଚାହିଁଲେ ଦୋକାନରୁ କିଣିକି ମଧ୍ୟ ଅରୁଆ ଚାଉଳକୁ ୟୁଜ୍ କରିପାରିବେ। କୌଣସି କିଛି ବି ପ୍ରୋବ୍ଲେମ୍ ହେବନି। ତ ଦେଖନ୍ତୁ ଏଠି ମୁଁ ସବୁ ଏମିତି କରିକି ସବୁ ଚାଉଳକୁ ମିକ୍ସି ଜାର୍ରେ ନେଇନେବି। ଥରୁଟିଏ ଏହି ରେସିପିକୁ ବନେଇ ଖାଆନ୍ତୁ, ଆପଣଙ୍କ ପାଟିରୁ ଆଉ ପୋଇପତ୍ରର ଏହି ଟେଷ୍ଟ କେବେ ବି ଯିବନି। ଏଇଟା ମୋର ଆପଣଙ୍କ ଗ୍ୟାରେଣ୍ଟି ରହୁଛି। ତ ଦେଖିପାରୁଥିବେ ଚାଉଳ ଏଠି ମୁଁ ସବୁ ନେଇଯାଇଛି। ତାପରେ କିଛି କଞ୍ଚା ଲଙ୍କା ମୁଁ ଏଠି ଆଡ଼୍ କରୁଛି। 3ରୁ 4ଟା କଞ୍ଚା ଲଙ୍କା ମୁଁ ଏଠି ୟୁଜ୍ କରୁଛି, ଆଡ଼୍ କରିଛି। ତାପରେ 7ରୁ 8ଟି ରସୁଣ ମୁଁ ଏଠି ନେଇଛି, ଆଉ ଅଳ୍ପ ଅଦାକୁ ନେଇ ଭଲ ଭାବରେ ଏହାକୁ ଗ୍ରାଇଣ୍ଡ କରି ଆଣିବି। ଚାଲନ୍ତୁ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରି ଆଣିବା। ଅଳ୍ପ ଦେଖିପାରୁଥିବେ ମୁଁ ଏଠି ଏବେ ଭଲ ଭାବରେ ଏହି ଚାଉଳକୁ ଗ୍ରାଇଣ୍ଡ କରି ଆଣିଛି। ଆଉ ଆପଣମାନେ ବି ଏଇଭଳିଆ ପୁରା ପ୍ଲେନ୍ ଚାଉଳକୁ ପ୍ଲେନ୍ କରିକି ଗ୍ରାଇଣ୍ଡ କରି ଆଣିବେ। ଏବେ ଏଥିରେ ମୁଁ କିଛି କର୍ଣ୍ଣଫ୍ଲୋର୍ ଆଡ଼୍ କରିବି। ଏଠି ମୁଁ 2 ଚାମଚ କର୍ଣ୍ଣଫ୍ଲୋର୍ ଆଡ଼୍ କଲି। ଭିଡ଼ିଓଟି ଭଲ ଲାଗୁଥିଲେ ନିହାତି ସବସ୍କ୍ରାଇବ୍ କରିଦେବେ। ତ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଏତେ ପର୍ଯ୍ୟନ୍ତ ମୋତେ ନେଇ ଆସିଛନ୍ତି। ତ ଏଠି ଦେଖିପାରୁଥିବେ ମୁଁ କିଛି ସ୍ୱାଦ ଅନୁସାରେ ଲୁଣ, ଆପଣମାନେ ସ୍ୱାଦ ଅନୁସାରେ ଲୁଣ ଦେବେ। ଆପଣଙ୍କ ବେଟର୍ ଅନୁସାରେ ଆପଣମାନେ ଲୁଣ ଦେବେ ଏଠି। କାହିଁକିନା ଆପଣମାନେ ଆପଣମାନଙ୍କ ହିସାବରେ ଏଠି ତିଆରି କରିବେ ନା, ତ ଆପଣମାନେ ଦେଖିକି ଦେବେ। ତ ଏଠି କିଛି ହଳଦୀ ଗୁଣ୍ଡ ଆଡ଼୍ କରିଛି। କିଛି ଲଙ୍କାଗୁଣ୍ଡ ଆଡ଼୍ କରି ନେଇଛି। ଲଙ୍କାଗୁଣ୍ଡ ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। କାହିଁକିନା ଆମେ ବେଟର୍ ଗ୍ରାଇଣ୍ଡ କରିବା ଆଗରୁ ଆମେ କଞ୍ଚା ଲଙ୍କା କିଛି ଆଡ଼୍ କରିଛୁ। ତ ଏହାକୁ ଗୋଟେ ଚାମଚ ସାହାଯ୍ୟରେ ବା ଆପଣଙ୍କ ହାତ ସାହାଯ୍ୟରେ ଆପଣ ଏହାକୁ ମିକ୍ସ କରିପାରିବେ ବା ମିଶାଇ ନେବା। ଚାଲନ୍ତୁ ଏହାକୁ ଭଲ ଭାବରେ ମିଶାଇ ନେବା।
बैटरटी को आपण मैंने भल भाव मिक्स करने जमीक सब मसला गुंड आमर मिक्स हो। तो देखु एठी मते बहलिया लगिला तो से मुझे किसी पानी ऐड कली 2 ରୁ 3 ଚାମଚ पानी मुझे ऐड कली। तो पानी को आउटे भल भाव मिसई दबा चलतु। तो यही बैटर को आम ए गोटे साइड को करदबा। एबे देखंतु एठी आमर आलू सिझी सारला। चलतु आलूर चोपा को क्लीन करनेबा। जदि आपण आलूर चोपा को भल भाव धोईकी सिझेइचंती तो आपणकर कौन असुविधा नहीं। तो ये देखंतु मु आलूर चोपा को भल भाव क्लीन कर नेछि। आलूर चोपा को आम ए छड़े नहींचु। तो आपण मैंने भी एमती छड़े ने। तो एबे एथिरे मु 2 ରୁ 3ଟି छोट पियाज काटिकी रखी थी ताकू एबे ऐड कर दउची। पियाज आपण चाहिए स्किप करें जदि आपण बिना पियाज रसुण बनाऊे रेसिपी को तो आपण मैंने आराम से बनई पारे किसी असुविधा नहीं। तो चलतु आम ये पियाज को ऐड कर नहींचु। तापर ये मु गोटे चामच ऐड करुच्ची गोटा जीरा। स्वाद अनुसार लुण आउ गोटे छोट चामच लंका गुंड ये मुझे ऐड करुच्ची लंका गुंड। आपण हिसाब से कम बेसी करें जमी राग खाते सेमती आप यूज करें। आलू को ये भल भाव चकटी ना जमी आलू चटनी कर। एथिरे आलू चटनी हो जाइए। एबे आम टे सरिष तेल आउटे ऐड करनबा। सरिष तेलर बास्ना आलू चटनी बहुत भल माने बास्ना आनी थाए। आलू को चकटी नहीं गोटे साइड रखीदबा। एबे पुणी थे आम प्रथम को फेरी आसवा। एठी देखंतु पोई पत्र को नहीं आसी आलू चटनी भी आमर रेडी हो सारी। एमिति गोटे देखंतु एठी देखंतु पोई पत्र को एमिति गोटे नेबे। तापरे बनई रखि आलू चकटा को पतर गोटे पाखरे रखीदेबा। देखंतु एमिति आलू को नहीं पत्रर गोटे पाखरे रखीदेबा। आउ देखंतु पत्रटी को एमिति आउ गोटे पाखरु भांगी नेबा। सही भली आउ पत्र सब को चलतु एमिति भाव भांगी नेबा। देखि पारुथिबे ये सब मु पत्र गुड़ी को भांगी नहीं छी। देखि पारुथिबे आलू चटनी ता भितर पूरा भली देकी ताकू हमें भांगी नहीं छु। एठी मु कढ़ाई बसई कि तेल गरम करनबा। चलतु तेल देकी गरम कर नहीं छी। देखंतु कढ़ाई मोर हल्का टिके गरम होला परे आपण माने एथिरे ऐड करिवे। एमिति पोई पत्र को नेबे। बनई रखिथिबा हमने जो पोई पत्र गोटे नबा। आउ से बैटर रे हमें एमिति गोलेकी कोढ़ारे देदबा। देखि पारुथिबे एई भली धुआं उठुथबा दरकार कढ़ाई रु। तो चलतु एई भली टिके ब्राउन कलर आसिया पर्यंत आम या भाजी नबा भल भाव। एथिरे हमर कम तेल भी यूज हम। बेसी तेल छणा भी नहीं। देखि पारुथिबे एठी हमर भल भाव केते सुंदर कलर आसी जाइछि। एई भली कलर आसीबो आउ टिके ब्राउन कलर आसिया पर्यंत या को आमे भल भाव भाजी नबा दुई साइड करिकी। तो देखंतु एठी हमर कलर पूरा बढ़िया आसी जाइछि। पत्र भी बढ़िया सिझी जाइछि। देखि पारुथिबे तो एई भली आउ सबु पत्र गुडी को आमे एई भली बनई नबा। जेमिति देखिबा को सुंदर खाइबा को मध्य बहुत सुंदर लगी था यही रेसिपी। तो देखंतु एठी मु सबु को बनई नहीं छी। केते सुंदर आउ केते
आकर्षण देखा जाउछि आपण माने देखि पारुछंती ना। तो आउ थरे एमिति बनेकी खांतो और कमेंट रे